महाविष्णु पुराण प्रथम भाग। ओम विष्णवे नमः। शांताकारं भुजगशयनं पद्मनाभं सुरेशं विश्वधारं गगनसदृशं मेघवर्णं शुभ्रांगं लक्ष्मीकान्तं कमलनयनं योगिभिः ध्यानगम्यं वन्दे विष्णु भवभयहरं सर्वलोकैकनाथं नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। ओम विष्णुं कृष्णं महाविष्णुं प्रभु विष्णु महेश्वरम् अनेकरूपं दैत्यान्तं नमामि पुरुषोत्तमः। परम्परस्तात् पितृतेरनादिमेकं निर्दिष्टं बहुधा गुहायां सर्वालयं सर्वाचराचरस्थं नमामि विष्णु जगदेवनाथं। जले विष्णुः स्थले विष्णुः विष्णुपर्वतमस्तके जलामाला कुले विष्णु सर्वविष्णुः मयं जगत्। श्री महाविष्णु वंदना। जय जय महाविष्णु त्रिभुवनपति जय जय महाविष्णु शांत सौम्य मूर्ति जय जय महाविष्णु महानित्यवासी जय जय महाविष्णु ज्योतिर्मय शशि जय जय महाविष्णु कमलांक कांत जय जय महाविष्णु शतपत्र नेत्र जय जय महाविष्णु दैत्य विनाशन जय जय महाविष्णु अनंत शयन जय जय महाविष्णु दुखी दुःखहारी जय जय महाविष्णु त्रैलोक्य बिहारी जय जय महाविष्णु भक्त बांधव जय जय महाविष्णु देवतांक ध्रुव जय जय महाविष्णु सृष्टिपालक आपण जय महाविष्णु तुम्भे कर संहारण जय महाविष्णु तुम्भे गति मुक्ति दाता जय महाविष्णु तुम्भे अभय करता तुम्भे ब्रह्मा तुम्भे शिव तुम्भे नारायण तुम्भे ब्रह्मा तुम्भे चंद्र दिवाकर जान तुम्भे नथिबार स्थान नाही केउठारे विजे करिअछ स्वामी सकल घटरे सत्यरे नृसिंह रूपे हिरण्यनाशील भक्त प्रहलादेन्द्र पददान कल त्रेतयारे राम रूपे बधिल रावण सागरे बांधिल सेतु कमला रमण भूभार हरण करी वैकुंठे गमिल देवता मानक दुख लाघव करिल द्वापर जुगरे कंस केसी अष्टमल विनाश करी उश्वास मही भार कल पुणी भारत युद्धरे अर्जुन रथरे सारथी होई कौरव नासिल सतरे तुम्भर महिमा प्रभु कि लेखिबि मुहि सहस्र मुखे जा धाता न पारिला कही अणुठारु परमाणु परिजन्ते जेते जलस्थलादि आकाश अछि त्रिजगते सबुठारे विद्यमान କରିଛ ଆପଣ
କିଅ ବାବନି ବିଛାର ଅକିଞ୍ଚନ ଜନ ମନେ ସାହସ ବାନ୍ଧିଣ ହୁଏ ଅଗ୍ରସର ସୁଦୟା କରିବ ମୋତେ କମଳାଙ୍କ ବର ଏ ମହାବିଷ୍ଣୁ ପୁରାଣ କରିବି ରଚନ ତବ ନାମ ଗାନ କରି ହରି ନେବି ଦିନ ଏତିକି ମାତ୍ର କମନେ ବଳିଛି ସାହସ ଅଭୟ ପୟରେ ସ୍ଥାନ ଦିଅ ପିତବାସ ତୁମ୍ଭେ ଅବତାରୀ ହୋଇ ଶୁକଜ୍ୟୋତି ରୂପେ ବିଷ୍ଣୁ ପୁରାଣରେ ଯାହା ଲେଖିଅଛି ଆପେ ସେହି ଗ୍ରନ୍ଥରୁ ମୁଁ ସାର ତତ୍ତ୍ୱମାନ ବାଛି ଶ୍ରୀ ମହାବିଷ୍ଣୁ ପୁରାଣ ଗ୍ରନ୍ଥ ଲେଖୁଅଛି ସେହି ଶୁକଜ୍ୟୋତିଙ୍କର ଅଭୟ ପାଦରେ ବନ୍ଦନା କରୁଛି ପଦ ଦିଶୁ ନିରନ୍ତରେ ଲେଖନି ଚଳାଉଥିବି ଯେହ୍ନେ ଜଡ଼ବତ ଲେଖି ହୋଇ ଯାଉଥିବ ସବୁ ପଦାର୍ଥ ଏତିକି ମାତର ପାଦେ ବିନତି ଦାସର ଅଧମ କ୍ଷେତ୍ର ମୋହନେ ବାରେ ଦୟା କର ଦୁର୍ଗାଙ୍କ ବନ୍ଦନା ଜୟ ମା ଶଙ୍କରୀ ଜୟ ତ୍ରିଜଗତେଶ୍ୱରୀ ତୋ ଭୟ ପାଦ ପଦ୍ମେ ବନ୍ଦନା ମୋହରି ତୋହି ମାତା ବାରେ ମାତ୍ର ଚାହ ନେତ୍ର ଢାଳି ଘୁଞ୍ଚି ଯାଉ ମୋହ ହୃଦୁ ଅଜ୍ଞାନତା କାଳି ମୂର୍ଖ କାଳିଦାସ ଧ୍ୟାଇ ତୋର ପଦାମ୍ବୁଜ ଅଗ୍ରଗଣ୍ୟ ହେଲା ସେହି ପଣ୍ଡିତ ସମାଜ ତୁହି ମାତା ସରସ୍ୱତୀ ତୁହି ଭଗବତୀ ତୁହି ବିମଳା ମଙ୍ଗଳା ତୁହି ଜ୍ଞାନଦାତ୍ରୀ ତୁହି ଚାଚଳା କାଇ ମାତା ତୁହି ହେଙ୍ଗୁଳାଇ ସମ୍ବଲପୁରେ ବୋଲାଉ ଅଛୁ ସମ୍ବলাই ତୁହି ମା କାଳି କରାଳି ତୁହି ହେଙ୍ଗୁଳାଇ ଭୁବନେଶ୍ୱରରେ ଗୌରୀ ପାର୍ବତୀ ଯେ ତୁହି ସକଳ ସ୍ଥାନରେ ମାତା ଅଟେ ତୋର ଠଣା ତୋ ଦୟା ବିନେ ମନୁଷ୍ୟ ନୁହେଁ କେହୁ ଗଣା ନିମିଷେ ମାତ୍ର ଯାହାକୁ ଚାହିଁ ଦେଉ ମାତ ମୂର୍ଖ ହୋଇଲେ ହେଁ ସେ ହୁଏ ଯେ ପଣ୍ଡିତ ଦୟା ନ କରୁ ତୁ ଯେଉଁ ଜନେ ମହାମାଇ ପାଷାଣ୍ଡ ଦୁର୍ଜନ ପଣେ ଗଣା ସେ ହୁଅଇ ହେ ଜନନୀ ବନ୍ଦେ ତୋର ଅଭୟ ପୟରେ ଏ ଅଧମ ସୁତେ ଦୟା କର ମାତ୍ର ବାରେ ମହାବିଷ୍ଣୁ ବୋଲି ଯେଉଁ ଚାରୋଟି ଅକ୍ଷର ଯାହା ଦିଅନ୍ତ ବର୍ଣ୍ଣନେ କ୍ଷମ ନାହିଁ କାର ମୁଁ ମୂଢ଼ ଧମ କିଛି ନ ଜାଣଇ ମାତ୍ର ତୋ ବଳେ ଏଥିରେ ମାତ୍ର ବଳାଉଛି ଚିତ୍ତ ଜାଣେ ମୋ ଜନନୀ ପାଶେ ପାଶେ ଅଛି ରହି ଲେଖନି ଧରିଲେ ସବୁ କହିଦେବ ସେହି ମହାନିତ୍ୟ ପରେ ଅଟେ ସେ ଅଧିକାରିଣୀ ଅଷ୍ଟସଙ୍ଗୀଙ୍କର ସେ ହୁ ବେଶ ବିନୋଦିନୀ ରାହାସ ମଣ୍ଡଳେ ଅଧିଷ୍ଠାତ୍ରୀ ଦେବୀ ସେହି ଲକ୍ଷ୍ମୀ ନାରାୟଣ ପାଶେ ସଦା ଥାଏ ରହି ଶତ ଶତ ବ୍ରହ୍ମା ଶିବ ଦର୍ଶନ ଆସେ ଯୁଗ ଯୁଗ ଧରି ପଡ଼ିଛନ୍ତି ଦ୍ୱାର ଦେଶେ କଳ୍ପ କଳ୍ପ ହୋଇ କେତେ ଯୁଗ ବହିଲାଣି ମହାବିଷ୍ଣୁ ଦର୍ଶନ ନ ପାଆନ୍ତି ପୁଣି
ମୁହିଁ ବା କେତେ ମାତର କିବା ଶକ୍ତି ମୋର, ସେ ନାମ ବନିବି ପୁଣି ଲେଖିବି ଶାସ୍ତ୍ରର। ତେଣୁ ମା ତୋ ପଦାମ୍ବୁଜେ ପଶୁଛି ଶରଣ, ଯାହା ଲେଖିବି ଆଦୃତ ହେଉ ସମାଜେଣ। କବି ନୁହେଁ ବୋଲି ଦବି ଯାଉଛି ମୋ ଚିତ୍ତ, ନୁହଁଇ ପଣ୍ଡିତ କେହ୍ନେ ରଚିବି ମାଗୃତ। ଧନ ମାଗୁନାହିଁ ମାତ ମାଗୁନାହିଁ ଅନ୍ୟ, କେବଳ ତୋ ଦୟା ମାଗେ ଅକିଞ୍ଚନ ଦୀନ। ଏତିକି ମାତର ଅଟେ ବିନତି ମୋହର, କଣ୍ଠେ ବସି ପଦ ମାତ ବତାଅ ସତର। ଶ୍ରାବଣ ବରଷା ସମ ପଦାର୍ଥ ମାନ, ଲେଖନି ମନରୁ ଯେହ୍ନେ ହୋଇବ ସ୍ଫଳନ। କ୍ଷେତ୍ର ମୋହନ ମାଗଇ ଯୋଡ଼ିବେ ନିକର, ଅଭୟ ଦାୟିନୀ ବାରେ ଅନୁଗ୍ରହ କର। ପ୍ରଥମ ଅଧ୍ୟାୟ ପରାଶର ମୈତ୍ରେୟଙ୍କର କଥୋପକଥନ ଓ ମହାବିଷ୍ଣୁ ପୁରାଣର ଶୁଭାରମ୍ଭ। ହେ ଜଗତ ଜନ ମାନେ ଶୁଣ କନ ତଟେ, ଏ ମହାବିଷ୍ଣୁ ପୁରାଣ ଜ୍ଞାନ ଦୀପଟେ। ଅଜ୍ଞାନତା ଅନ୍ଧକାରେ ଧନ୍ଦି ହୁଏ ଯେହୁ, ପଡ଼ିଲେ ଦିବ୍ୟ ଆଲୋକ ଦେଖାଇବ ଏହୁ। ସବୁ ଯୁଗେ ଶ୍ରୀ ବିଷ୍ଣୁଙ୍କ ନାମ ଅଟେ ସାର, ସେ ନାମ ଅଟଇ ସୃଷ୍ଟି ସ୍ଥିତି ମୂଳାଧାର। ଯେତେ ଜ୍ଞାନୀ ନାମ ଆଜି ପୁରାଣ ଘୋଷୁଛି, ଘରେ ଘରେ ଯେଉଁ ନାମ ଆଦୃତ ହେଉଛି। ଧ୍ରୁବ ପ୍ରହ୍ଲାଦ ବ୍ୟାସ ବାଲ୍ମୀକି ମୁଦି ଆଦି, ସେ ନାମ ଜପିଣ ଅମରତ୍ୱ ଲଭିଛନ୍ତି। ଛାର ବନ ପଶୁ ପୁଣି ହୋଇ ହନୁମାନ, ସେ ନାମ ଜପିଣ ତ୍ରିଭୁବନେ ହେଲା ଧନ୍ୟ। ଅଗସ୍ତ୍ୟ ଋଷି ସେ ମହା ବିଷ୍ଣୁ ନାମ ସ୍ମରି, ଚଳୁ କରି ପାନ କଲେ ସପ୍ତ ସିନ୍ଧୁ ବାରି। ବଶିଷ୍ଠ ବ୍ୟାସ ସନକ ଜନକ ସହିତ, ସେ ନାମକୁ ଧ୍ୟାଇ ବୋଲାଇଣଛନ୍ତି ସନ୍ଥ। ଏହିପରି କେତେ ଅବା କରିବି ଗାୟନ, ଲେଖିଲେ ଯୁଗ ସରିବ ନ ଅଣ୍ଟିବ ଦିନ। ସେହି ନାମ ଗୋଟି ସର୍ବେ ଭଜନ୍ତି ମୁଖରେ, ଏ ମହାବିଷ୍ଣୁ ପୁରାଣ ପଢ଼ି ଆଗ୍ରହରେ। ସୁଗତି ଲଭିବ ଯମ ଦଣ୍ଡୁ ନିସ୍ତରିବ, ଅନ୍ତକାଳେ ଯାଇ ବୈକୁଣ୍ଠରେ ବସିବ। ସେହି କଥା କହୁଅଛି ଶୁଣ ଧୀରେ ବସି, ଦିନେ ବଶିଷ୍ଠ କୁମର ପରାଶର ଋଷି। ପୂଜା ହୋମ ଆଦି ସନ୍ଧ୍ୟା ତରପଣ ସାରି, ବସିଥାନ୍ତି ଶ୍ରୀ ବିଷ୍ଣୁଙ୍କୁ ପାଦେ ଧ୍ୟାନ କରି। ଏମନ୍ତ ସମୟେ ମିଳି ମୈତ୍ରେୟ ସେ ସ୍ଥାନ, ପରାଶରଙ୍କର ପାଦ କରିଲେ ବନ୍ଦନ। ତାହାଙ୍କୁ ଦେଖିଣ ଋଷି ଆନନ୍ଦ ହୋଇଲେ, କି ମନେ ଆସିଛ ବୋଲି ବଚନ ଭାସିଲେ। ମୈତ୍ରେୟ ଉବାଚ ହସ ହସ ହୋଇଣ ମୈତ୍ରେୟ ତପୋଧନ, ବେନିକର ଯୋଡ଼ି ଧୀରେ ବୋଇଲେ ବଚନ। ହେ ଗୁରୁଦେବ କଥାଏ ପଡ଼ିଲା କମନେ, ତେଣୁ ଧାଇଁ ଆସିଅଛି ତବ ସନ୍ନିଧାନେ। ବ୍ରହ୍ମାଣ୍ଡ ମଧ୍ୟରେ ଯେତେ ଶାସ୍ତ୍ର ଅଛି ରହି,
ଗୋଟି ଗୋଟି କରି ଅଧ୍ୟୟନ କଲି ମୁହିଁ, ତହିଁରୁ ବହୁତ ଜ୍ଞାନ କଲି ଆହରଣ। ଗୋଟିଏ କଥାରେ ହୁଏ ସନ୍ଦେହ ମନେଣ, କୁହ ଗୁରୁଦେବ ବାରେ ସୁପ୍ରସନ୍ନ ହୋଇ, କେବଳ ଠାବରୁ ସୃଷ୍ଟି ଆଦ୍ୟ ହୋଇଛଇଁ। ଉଦ୍ଭବ ହୁଏ ସେ କାହୁଁ କେମନ୍ତ ପ୍ରକାର, ପୁଣି ଲୀନ ହୋଇଯାଏ ସେ କେବଳ ଠାର। ଆବର କିଏ ସେ ତାକୁ ଗଠନ କରଇ, 56 କୋଟି ଜୀବକୁ କିଏ ସରଜଇ। ଚନ୍ଦ୍ର ସୂର୍ଯ୍ୟଙ୍କୁ କିଏ ସେ କରିଣ ଭିଆଣ, ଜଳସ୍ଥଳ ଆକାଶାଦି କାହାର ନିର୍ମାଣ। କି ରୂପେ ଦେବାଦି ବଂଶ ହୋଇଲେ ଉତ୍ପନ୍ନ, ପିତା ମାତା ଧାତା କାହୁଁ ହେଲେ ସରଜନ। ତାହାଙ୍କର ପରମାୟୁ ଅଟେ କେତେ କାଳ, ସେ ସମସ୍ତ ଗୋଟି ଗୋଟି କୁହନ୍ତୁ ସକଳ। ଇନ୍ଦ୍ରଙ୍କୁ ସ୍ୱର୍ଗ ଆସନେ କିଏ ବସାଇଛି, ବୃକ୍ଷମାନଙ୍କର ରଙ୍ଗ କିଏ ସେ ଦେଇଛି। କାହା ଆଜ୍ଞାରେ ଚଳନ୍ତି 10 ଦିଗପାଳ, ପଶୁ ପକ୍ଷୀ ଆଦି କିଏ କରିଛି ସକଳ। ପୁଣି ଷଡ଼ ଋତୁ ଅଟେ କାହାର ଭିଆଣ, ଶୀତ ଗ୍ରୀଷ୍ମ ବର୍ଷା ହେମ ଶରତ କାରଣ। କେମନ୍ତ ପ୍ରକାରେ ହେଲା ସରଜନ, ୟାର ମୂଳ କର୍ତ୍ତା କିଏ କହନ୍ତୁ ଆପଣ। ଶୁଣିବା ପାଇଁ କି ମନ ବଳିଛି ମୋହର, କପଟ ନ କରିବାରେ କୁହ ହେ ସତର। ଆଉ ଏକ କଥା ଗୁରୁ ମନେ ପଡ଼ୁଅଛି, ତାହା ବୁଝାଇଣ ଦେବ ଆଜ କିଛି କିଛି। କେଉଁ କର୍ମ କଲେ ଲୋକ ଆଦର ଲଭଇ, କେବଳ କର୍ମ କରିଲେ କ୍ଷୟ ହୁଏ ସେହି। କିଏ ପାପ କିଏ ପୁଣ୍ୟ କୁହନ୍ତୁ ବୁଝାଇ, ମୋ ମନୁ ସର୍ବ ସଂଶୟ ଦିଅନ୍ତୁ ଘୁଞ୍ଚାଇ। ପରାଶର ଉବାଚ ଶୁଣ ଆହେ ମୈତ୍ରେୟ ମନ କର୍ଣ୍ଣ ଦେଇ, ଯାହା ପୁଚ୍ଛା କଲ ତାହା ଦେଉଛି ବୁଝାଇ। ଏ ବଡ଼ ଗହନ କଥା ଅତି ପୁଣ୍ୟମୟ, ଶ୍ରବଣ ମାତ୍ରକେ ପାପ ତାପ ହୁଏ କ୍ଷୟ। ପ୍ରଥମେ କହୁଛି ଶୁଣ ପାପ ପୁଣ୍ୟ ଗିର, ତାପରେ କହିବି ନା ଜାଣ ଆନ ସମାଚାର। ମୋତେ ପୂର୍ବେ ପିତାମହ ବଶିଷ୍ଠ ମହର୍ଷି, ବୁଝାଉଥିଲେ ସକଳ କଥା ମାନ ବସି। ମନେ ପଡ଼ିଗଲା ଆଜି ତୁମ୍ଭର ବଚନେ, କହୁଅଛି ବୁଝାଇଣ ଶୁଣ ଶୁଦ୍ଧ ମନେ। ଯେତେବେଳେ ବିଶ୍ୱାମିତ୍ର ଦାନବ ପଠାଇ, ମାତା ପିତା ପ୍ରାଣ ନାସିଲା ଶୁଣିଲି ମୁହିଁ। ସେବେଳେ ମୋହର ଆଉ ଜ୍ଞାନ ନ ରହିଲା, ଅତି କ୍ରୋଧ ଭରେ ସାରା ସର୍ବାଙ୍ଗ ଥରିଲା। ଭାବିଲି ଯେଉଁ ରାକ୍ଷସ ବିଶ୍ୱାମିତ୍ର ବୋଲେ, ମୋ ପିତାକୁ ପ୍ରାଣେ ମାରି ଭକ୍ଷି ଅଛି ହେଳେ। ତାହାକୁ ପରାଣେ ଯେବେ ନ ମାରିବି ମୁହିଁ, ଜୀବନ ଧାରଣ କରି କିମ୍ପା ରହିବଇଁ। ଏହିପରି ମନେ ମନେ ଶପଥ କରିଲି,
ରାକ୍ଷସ କୁଳ ନିର୍ମୂଳ କରିବି ପାଞ୍ଚିଲି। ବେଳକୁ ବେଳ କ୍ରୋଧ ଯେ ଦ୍ୱିଗୁଣ ବଢ଼ିଲା, ପ୍ରତିଶୋଧ ଆନନ୍ଦ ମୋ ଅନ୍ତରେ ଦହିଲା। ସକଳ ଦାନବ କୁଳ ନିଧନ ନିମନ୍ତେ ରାକ୍ଷସ ମାରଣ ଯଜ୍ଞ କଲି ସାଥେ ସାଥେ। ଚାହୁଁ ଚାହୁଁ ସେ ଅନଳ ପ୍ରବଳ ତେଜିଲା, ଗୋଟି ଗୋଟି କରି ଦୁଷ୍ଟ ରାକ୍ଷସ ଭଖିଲା। ଯାହା ନାମ ଧରି ଯଜ୍ଞେ କରଇ ଆହୁତି, ସେ ଦାନବ ଆସି କୁଣ୍ଡେ ପଡ଼ଇ ତଡ଼ତି। ଅତ୍ୟନ୍ତ ବିକଳ ହୋଇ ସେ ପ୍ରାଣ ଛାଡ଼ଇ, ଏହା ଦେଖି ମୋ ମନରେ ଆନନ୍ଦ ଜନ୍ମଇ। ଭାବଇ ମୋ ପିତୃହନ୍ତା ପ୍ରାଣ ବିନାଶୀଣ, ସୁପୁତ୍ର ଭାବେ ବସିବି ଯାଇ ସ୍ୱରଗେଣ। ଏହିପରି ମନ ମଧ୍ୟେ ମୁଁ କରି ବିଚାର, ସେ ଯଜ୍ଞ ଦାନବ କରୁଥାଏ ଯେ ସଂହାର। କ୍ରମେ କ୍ରମେ ଚଉଦିଗ ଚହଳ ପଡ଼ିଲା, ରାକ୍ଷସ ଗଣଙ୍କ ହୃଦେ ଭୟ ଉପୁଜିଲା। ସେମାନେ ପିତାମହଙ୍କ ପାଶରେ ଯାଇଣ, ଆପତ୍ତି କରିଲେ ସର୍ବେ ଶରଣ ପଶିଣ। ଶୁଣିଏ ଘଟଣା ପିତା ମୋହ ତତ୍କ୍ଷଣ, ପ୍ରବେଶ ହୋଇଲେ ଆସି ଯଜ୍ଞ ନିକଟେଣ। ବୋଇଲେ ମନ୍ତ କାଣ୍ଡ ନ କର ତୁ ବାବୁ, ରାକ୍ଷସ ମାନଙ୍କୁ କିଆଁ ବିନାଶୁଛୁ ସବୁ। କହିଲେ ଏଥିରେ ଦୋଷ ତାହାଙ୍କର ନାହିଁ, କ୍ରୋଧେ ବିଶ୍ୱାମିତ୍ର ତାଙ୍କୁ ଦେଇଛି ପଠାଇ। ତା ଆଜ୍ଞା ପାଳିଣ ସେହୁ ପିତାଙ୍କୁ ତୋହର, ଭକ୍ଷଣ କରିଲେ ଦୋଷ ନୁହେଁ ରକ୍ଷଙ୍କର। ଆନ ଏକ କଥା ବାବୁ ମନ ଦେଇ ଶୁଣ, କ୍ରୋଧଟି ଅଟଇ ମହା ଚାଣ୍ଡାଳଟି ଜାଣ। କ୍ରୋଧ କରି ବିଶ୍ୱାମିତ୍ର ସର୍ବନାଶ କଲା, ତୋହ ପିତାଙ୍କର ପ୍ରାଣ ବିନାଶ କରିଲା। ତୋହି ମଧ୍ୟ କ୍ରୋଧ ବହି ଦାନବଙ୍କ ପରେ, ବିନାଶ କରୁଛୁ ପକାଇଣ ନଳରେ। ଏକଥା କଦାପି ବାବୁ ଉଚିତ ନୁହଁ, ଏମନ୍ତ ହୋଇଲେ ସୃଷ୍ଟି ଜୀବ ଧ୍ୱଂସ ହୋଇ। ଜନ୍ମ ହେଲା ମାତ୍ରେ ପ୍ରାଣୀ କପାଳେ ଯାଥାଇ, ତେମନ୍ତ ପ୍ରକାରେ ସେହୁ ଭୋଗ ଯେ କରଇ। ଅତି କୋପ କରିବାର ନୁହଁ ଉଚିତ, ବାରେ ମାତ୍ର ମନ ଦେଇ ଶୁଣ ମୋ ଉଦନ୍ତ। ପ୍ରାଣୀଏ ଭୁଞ୍ଜନ୍ତି ନିଜ ନିଜ କର୍ମ ଫଳ, ପୂର୍ବର ଜିତ କର୍ମ ଅଟଇ ସକଳ। ନହିଲେ କାହାର ସାଧ୍ୟ ନାହିଁ ଏ ମହିରେ, ବିନାଶ କରିବ ପ୍ରାଣ ଥାଉ ଅନ୍ୟାୟରେ। ତେଣୁ ପୂର୍ବର ଜିତ ପାପର କାରଣେ, ତବ ପିତାଙ୍କୁ ଭଖିଲେ ଯେ ଅସୁର ଗଣେ। ଜୀବନେ ଅଶେଷ କଷ୍ଟ ସହିଣ ମାନବ, ତପସ୍ୟା ବଳରେ ଯେଉଁ ପୁଣ୍ୟ ଅର୍ଜିଥିବ। କ୍ରୋଧ ମନ ହେଲେ ତାହା ବିନାଶ ହୁଅଇ, କ୍ରୋଧ ହୁଁ ଚଣ୍ଡାଳ କେହି ତ୍ରିଜଗତେ ନାହିଁ। କ୍ରୋଧଟି କରାଏ ସ୍ୱର୍ଗ ମୋକ୍ଷ ପଦ ହାନି, କ୍ରୋଧ ବସେ ସର୍ବନାଶ କରନ୍ତି ଅଜ୍ଞାନୀ। କ୍ରୋଧ ବହି କ୍ଷଣ କରେ ସୁନାର ସଂସାର,
ନଷ୍ଟ କରି ନର୍କେ ବାସ କରୁଛନ୍ତି ନର। ଜଣେ ମାତ୍ର ଦୈତ୍ୟ ନାଶ କଲା ତା ପିତାଙ୍କୁ, ବୃଥାରେ ମାରୁଛୁ କିମ୍ପା ନିର୍ଦ୍ଦୋଷୀ ଦୈତ୍ୟଙ୍କୁ। ତେଣୁ ଏ ଅନ୍ୟାୟ ପଥୁ ନିବୃତ୍ତ ହୋଇଣ, ଶ୍ରୀ ବିଷ୍ଣୁଙ୍କ ପାଦ ପଦ୍ମେ ଦିଅ ବାବୁ ମନ। ଏ ଜଗତେ କ୍ଷମା ଗୁଣ ସାଧୁର ଭୂଷଣ, ସେ ମାର୍ଗକୁ କରିଥାନ୍ତି ସେ ଅନୁସରଣ। ଯେବେ କ୍ଷମା ଗୁଣେ ତୁହି ହେବୁ ଅଗ୍ରସର, ସର୍ବଜନ ମଧ୍ୟେ ନିଶ୍ଚେ ପାଇବୁ ଆଦର। ପିତାମହଙ୍କ ବଚନେ ଆନନ୍ଦ ହୋଇଲି, ରାକ୍ଷସ ମାରଣ ଯଜ୍ଞ ତହିଁ ବନ୍ଦ କଲି। ଦେଖି ମୋ ପରେ ସନ୍ତୁଷ୍ଟ ପିତାମହ ହେଲେ, ବେନିକର ପ୍ରସାରିଣ ଆଶୀର୍ବାଦ କଲେ। ସେତିକି ବେଳେ ପୌଲସ୍ତ୍ୟ ଋଷି କାହୁଁ ଆସି, ଆମ୍ଭ ବେନି ଜନ ପାଶେ ଗଲେ କପ୍ରବେଶୀ। ଦେଖି ପିତାମହ ତାଙ୍କୁ ପାଦାସନ ଦେଲେ, କୁଶଳ ବାରତା ମାନ ତହୁଁ ପୁଛା କଲେ। ମୋତେ ଚାହିଁଣ ବୋଇଲେ ପୌଲସ୍ତ୍ୟ ମହର୍ଷି, ଏହି ପୁତ୍ର ସର୍ବଶାସ୍ତ୍ରେ ହେବ ପାରଦର୍ଶୀ। ପୁଣି ସେହୁ କହିଲେ କ ମୋତେ ବୁଝାଇଣ, ଯେଣୁ ପିତାମହ ବାକ୍ୟ ଅଛଟି ପାଳିଣ। ସମସ୍ତ ଗୁଣରେ ତୁମ୍ଭେ ହେବ ଅଳଙ୍କୃତ, ମୋ ବୋଲ ମାନି ପୁରାଣ କର ଯାର ଚିତ। ବିଶୁଦ୍ଧ ଚିନ୍ମୟ ବସ୍ତୁ ପରମାର୍ଥ ତତ୍ତ୍ୱ, ସର୍ବ ତୁମ୍ଭେ ଆନି ଆସେ ହେବ ଅବଗତ। ତାଙ୍କ ବାଣୀ ଶୁଣି ମନେ ଆନନ୍ଦ ହୋଇଲି, ପାଦାର୍ଘ୍ୟ ଦେଇଣ ବେନି ପାଦ ମୁଁ ବନ୍ଦିଲି। ସେବେଳେ ମୋ ପିତାମହ କହିଲେ ବୁଝାଇ, ପ୍ରପିତାମହ ବଚନ ଆନ ହେବ ନାହିଁ। ହେତୁ ରଖିଥାଅ ବାବୁ ଏହା ତୁ ଚିତ୍ତରେ, ନିଶ୍ଚୟ ପଣ ରଖିବୁ ଏ ମର୍ତ୍ତ୍ୟ ଧାମରେ। ହେ ମୈତ୍ରେୟ ତୁମ୍ଭେ ଆଜି ଯେଉଁ ପ୍ରଶ୍ନ କଲ, ବହୁଦିନ କଥା ମୋର ହେତୁ କରିଦେଲ। ଅବଶ୍ୟ ୟା ମନୁ ବିସ୍ମରଣ ହୋଇଥିଲା, ତୁମ୍ଭେ ପୁଛିବାରୁ ମୋର ମନେ ପଡ଼ିଗଲା। ଯେତେ ଯେତେ ଗୂଢ଼ ତତ୍ତ୍ୱ ଜାଣିଅଛି ମୁହିଁ, ବୁଝାଇ କହୁଛି ତାହା ଶୁଣ ମନ ଦେଇ। କୌଣସି ସନ୍ଦେହ ଯେହ୍ନେ ନ ରହିବ ତବ, ବୁଝାଇ କହୁଛି ତାହା ଶୁଣ ହେ ସରବ। ପୁଛିଥିଲ ତୁମ୍ଭେ ମୋତେ ସୃଷ୍ଟିର କାରଣ, ହେତୁ କରି ତାହା ବାବୁ ଧୀର ଚିତ୍ତେ ଶୁଣ। ଏହି ଯା ଦେଖୁଛ ତୁମ୍ଭେ ବେନି ନେତ୍ର ଫେଇ, ସର୍ବମାୟାର ଭିଆଣ କରିଛନ୍ତି ସାଇଁ। ତେଣୁ ତାହାଙ୍କର ନାମ ଅଟେ ମାୟାଧର, ସାରା ବିଶ୍ୱ ସୃଷ୍ଟି ସେହି କର୍ତ୍ତାଙ୍କ ତିଆର। ଯେସନେ କୁହୁଡ଼ି ଚଉ ଦିଗେ ଘୋଟି ଥାଇ, ପୁଣି ଘଡ଼ିକ ଭିତରେ ସରା ନର ହୋଇ। କେମନ୍ତ ଅଟଇ ବିଷ୍ଣୁଙ୍କର ଖେଳ ଘର, ଧୂଳି ଖେଳ ସମସର୍ଜି ଅଛନ୍ତି ସଂସାର। ଚାହୁଁ ଚାହୁଁ ନିମିଷକେ ସବୁ ଭାଙ୍ଗି ଦିଅନ୍ତି, ଅନନ୍ତ ଗର୍ଭେ ପୁରାଇ ବିଶ୍ରାମ କରନ୍ତି।
ଯେବେଳେ ପ୍ରଳୟ କାଳ ଘୋଟିଥିଲା ଆସି, ଯେ ବିଷ୍ଣୁ ଅଙ୍ଗେ ସକଳ ରହିଥିଲା ମିଶି, ତାହାଙ୍କ ଠାରୁ ଉତ୍ପତ୍ତି ତାଙ୍କଠାରେ ଲୀନ, ସକଳ ମୂଳାଧାର ସେ ପ୍ରଭୁ ଭଗବାନ। ଶୁଣ ଶୁଣ ହେ ମୈତ୍ରେୟ ତୁମ୍ଭେ ମନ ଦେଇ, ବିଷ୍ଣୁଙ୍କ ବିନେ କୌଣସି ଦ୍ରବ୍ୟ ଭିନ୍ନ ନାହିଁ, ତାହାଙ୍କୁ ଅନ୍ତର ମଧ୍ୟେ କରିଲେ ଭଜନ, ମହତ୍ଵ ପୁରୁଷ ଦେବେ ପଦ୍ମପାଦେ ସ୍ନାନ। ଏହିପରି ଭାବେ ସୃଷ୍ଟି କାରଣ ବଖାଣି, ମୈତ୍ରେୟ ଆଗେ କହିଲେ ପରାଶର ଜ୍ଞାନୀ। ଜଗତ ଜନନୀଙ୍କର ପାଦ ପଦ୍ମ ଧ୍ୟାଇ, ଅଧମ କ୍ଷେତ୍ର ମୋହନ ଭାବିଆ ଲେଖଇ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ପରାଶର ମୈତ୍ରେୟ কথୋପକଥନେ ସୃଷ୍ଟି ଆଦ୍ୟାରମ୍ଭ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ ମହାବିଷ୍ଣୁ ସ୍ତବ ଓ ସୃଷ୍ଟି ବିବରଣ। ଶୁଣ ହେ ମୈତ୍ରେୟ ତୁମ୍ଭେ ଦେଇ ମନ କନ, ଅପୂର୍ବ ଚରିତ ଏହି ଅମୃତ ସମାନ, ଯେହୁ ସତ୍ୟ ସନାତନ ନିତ୍ୟ ନିର୍ବିକାର, ବିଶୁଦ୍ଧ ପରମ ଆତ୍ମା ସର୍ବମୂଳାଧାର, ଏକ ରୂପ ଯେହୁ ସଦା ପୁରୁଷ ଉତ୍ତମ, ଯାହାଙ୍କର ଅନନ୍ତ ଶେଷ ଗୁଣ ଗ୍ରାମ, ଯେ ବିଷ୍ଣୁ ହିରଣ୍ୟ ଗର୍ଭ ସେ ପୁଣି ମହେଶ, ସୃଷ୍ଟି ସ୍ଥିତି କରି ନିଜେ କରଇ ବିନାଶ, ସେହି ମହାମହେଶ୍ୱର ସ୍ୱମହିମା ଗୁଣେ, ତ୍ରୟମୂର୍ତ୍ତି ଅବତୀର୍ଣ୍ଣ ଇଚ୍ଛାରେ ଆପଣେ, ହିରଣ୍ୟ ଗର୍ଭ ଉପରେ ସଜାଇ ସଂସାର, ପାଳଇ ବିଷ୍ଣୁ ରୂପରେ ବହି ସର୍ବଭାର, ସଂସାର କରଇ ପୁଣି ଶଙ୍କର ରୂପରେ, ଏକା ସେହି ତିନି ରୂପେ ତିନି କାର୍ଯ୍ୟ କରେ, ଏକମାତ୍ର ମହାବିଷ୍ଣୁ ପରିତ୍ରାଣ ଦାତା, ତାଙ୍କ ବିନା ଆଉ ଜଣେ ନାହିଁ କେ କରତା, ଏକରୁ ଅନେକ ପୁଣି ଅନେକରୁ ଏକ, ସ୍ଥୂଳ ସୂକ୍ଷ୍ମମୟ ହରି ବ୍ରହ୍ମାଣ୍ଡ ନାୟକ, ଗତି ମୁକ୍ତି ଦାତା ପ୍ରଭୁ ଚରଣ କମଳେ, ନମେ ପରାଶର ଋଷି ବ୍ରହ୍ମ ଜ୍ଞାନ ବଳେ, ସେହି ସର୍ବ ଅନ୍ତରାତ୍ମା ଅନ୍ତର୍ଯାମୀ ହରି, ପରମାତ୍ମା ଜ୍ଞାନ ରୂପ ଶଙ୍ଖ ଚକ୍ରଧାରୀ, ସେହି ସତ୍ୟ ସନାତନ ନିତ୍ୟ ନିରଞ୍ଜନ, ସେହି ସୁନିର୍ମଳ ରୂପ ସାରସ୍ୱତ ଧନ, ବିଶ୍ୱ ଉତ୍ପତ୍ତି ପାଳକ ପ୍ରଳୟ ସେ କରେ, ତାଙ୍କ ପାଦେ ପ୍ରଣମୟୀ ଭକତି ଅନ୍ତରେ, ଅକ୍ଷର ପରମ ବ୍ରହ୍ମ ସର୍ବଭୂତବାସୀ, ସୂକ୍ଷ୍ମ ରୂପେ ସୂକ୍ଷ୍ମତର ପ୍ରଭୁ ବ୍ରହ୍ମ ରାଶି, ସମସ୍ତ ଲୀଳା କରଇ ଯତନେ ଭିଆଣ, ଜୀବ ତ୍ରାଣର କାରଣ ତାଙ୍କୁ ଟିହେ ଜାଣ, ଅଜ ଅଜୟ ମୂରତି ନିରନ୍ତରେ ସେହୁ, ସେ ଈଶ୍ୱର ବିଷ୍ଣୁ ପାଦେ ମଥା ମୋର ରହୁ, ପୂର୍ବେ ଦକ୍ଷ ଆଦି ସର୍ବ ତାପସନି କର, ବିନୟରେ ପୂଜା କଲୁ ଯୋଡ଼ିବେନି କର, ଯାହା କହିଥିଲେ ପଦ୍ମଜନି ଭଗବାନ, ଯଥା ବିଧାନରେ ସେ ଋଷିଙ୍କ ସନ୍ନିଧାନ, ଆନନ୍ଦରେ ପୁଣ୍ୟ ତୋୟା ନର୍ମଦାର ତୀରେ, ପୁରୁକୁଶ ରାଜନ ଯା କହିଲେ ସଧୀରେ, ଯା କହିଲେ ପୁରୁକୁଶ ପାଶେ ସାରସ୍ୱତ, ପୁଣି ମୋ ପାଶରେ ତାହା କରିଲେ ବ୍ୟକତ, ତାଙ୍କ ଠାରୁ ଶୁଣିଅଛି ଯେଉଁ ପରି ମୁହିଁ,
ସେହି କଥା କହିବଇ ଶୁଣ ମନ ଦେଇ। ତୁମ୍ଭେ ହେ ମୈତ୍ରେୟ ଋଷି ଅଟ ଜ୍ଞାନ ବୀର, ଶୁଣି ସକଳ ସଂଶୟ ବିମୋଚନ କର। ଯାହାଙ୍କର କ୍ଷୟ ବୃଦ୍ଧି ହ୍ରାସ କେବେ ନାହିଁ, ଶ୍ରେଷ୍ଠରୁ ଯେ ଶ୍ରେଷ୍ଠତର ସତତ ଅଟଇ। ସେହି ଅବ୍ୟୟ ସ୍ୱରୂପ ଆପଣାଇ ଛାରେ, ଏକରୁ ଅନେକ ସରଜନା କରିପାରେ। ସ୍ୱୟଂ ମହିମା ସାଗର ଯେ ପରମ ବ୍ରହ୍ମ, ତାହାଙ୍କ ଠାରୁ ପ୍ରକୃତି ପୁରୁଷ ଜନମ। ଯେ ରୂପେ ହୋଇଲା ସୃଷ୍ଟି ତାଙ୍କ ଇଚ୍ଛା ମତେ, ବୁଝାଇ କହୁଛି ଶୁଣ ତୁମ୍ଭରି ଅଗ୍ରତେ। ମହାପ୍ରଳୟ କାଳରେ ସର୍ବ ଅନ୍ଧକାର, ହୋଇଥିଲା ନଥିଲେ ଯେ ଚନ୍ଦ୍ର ଦିବାକର। ତାହାଙ୍କ ବିହୁନେ ନ ହୁଅଇ ରାତ୍ରି ଦିନ, ମହା ଅନ୍ଧକାରମୟ ଜ୍ୟୋତି ବିନାଶନ। ଆବରଣ ନଗର ଗ୍ରାମ ଭୂମି ଯେ ଆବାସ, ଗିରି କାନନାଦି ସର୍ବେ ହୋଇଥିଲା ନାଶ। ନଥିଲା କୌଣସି ବସ୍ତୁ ସ୍ଥାବର ଜଙ୍ଗମ, ନଥିଲେ କୌଣସି ପ୍ରାଣୀ ହେ ଋଷି ଉତ୍ତମ। ଅତି ବିଚିତ୍ର ଅଟଇ ସେ କାଳର କଥା, ମହାପ୍ରଳୟ ବୋଲିଣ ଅଛି ଯାହା ପୋଥା। ଶ୍ରବଣ ଦର୍ଶନ ଆଦି ଇନ୍ଦ୍ରିୟ ଅତୀତ, ବୁଦ୍ଧିର ଯେ ଅଗୋଚର ମହାପ୍ରଭାନ୍ୱିତ। ପୂର୍ଣ୍ଣ ବ୍ରହ୍ମ ପ୍ରକୃତି ପୁରୁଷ ବିଦ୍ୟମାନ, ଥିଲେ ମାତ୍ର ସେ ବାଳରେ ନଥିଲେ କୋଆନ। ସେହି ମାତ୍ର ବିଷ୍ଣୁ ପୂର୍ଣ୍ଣ ମନସ୍କାମ ହରି, କାଳ ନାମେ ପୁଣି ଏକ ନାମ ଯେ ତାଙ୍କରି। ପ୍ରକୃତି ପୁରୁଷ ସେହି କାଳ ସହିତରେ, ସଂଯୋଗ ହୁଅନ୍ତି ସୃଷ୍ଟି ସର୍ଜନା କାଳରେ। ପ୍ରଳୟ କାଳେ ବିଯୋଗ ସେହି ବେନିହନ୍ତି, ଏହି ସର୍ବସାର କଥା ଶାସ୍ତ୍ରେ ବର୍ଣ୍ଣିଛନ୍ତି। ହୁଅନ୍ତେ ମହାପ୍ରଳୟ କାଳ ଉପସ୍ଥିତ, ରାଗ ଅହଙ୍କାର ଆଦି ଜାଣ ସୁନିଶ୍ଚିତ। ସକଳେ ହୁଅନ୍ତି ଯାଇ ପ୍ରକୃତିରେ ଲୀନ, ଏଣୁ କାଳ ନାମ ତାଙ୍କ ଶୁଣ ଦେଇ ମନ। ମହାପ୍ରଳୟ କାଳର ଆଦି ଅନ୍ତ ନାହିଁ, ବନିବାକୁ କେବା ତାହା ସମର୍ଥ ଅଟଇ। ଯେ ସନେ ସୁଗନ୍ଧ ଚହଟିଲେ ଅହରହ, ନିକଟସ୍ଥ ପ୍ରାଣୀମାନେ ହୋଇଯାନ୍ତି ମୋହ। ତେସନେ ସେ ଈଶ୍ୱର ହୋଇ ତେଜିଆନ, ପ୍ରକୃତି ପୁରୁଷେ କରେ କ୍ଷୋଭର ବିଧାନ। ହେ ତାପସ ସୂକ୍ଷ୍ମ ରୂପେ କଲେ ବିବେଚନା, ସ୍ଥୂଳ ସୂକ୍ଷ୍ମ ସକଳ ହିଁ ତାହାଙ୍କ ରଚନା। ତାମସିକ ରାଜସିକ ପୁଣି ଯେ ସାତ୍ୱିକ, ଏ ତିନୋଟି ମହାତତ୍ତ୍ୱ ଯାହା ସମଧିକ। ପ୍ରକୃତିର ଦ୍ୱାର ଯେବେ ଏକଇ ପ୍ରକାରେ, ଥାପିଲେ କ ଜମାଦୃତ ବୁଝ ମନ ଧୀରେ। ଏମାନେ ଯେ ବୈକରିକ ତେଜସ ଭୂତାଦି, ଏହି ତିନି ଅହଙ୍କାରୁ ଉପୁଜେ ଇତ୍ୟାଦି। ତାପସ ଯେ ଅହଙ୍କାର ହୋଇଣ ବିକୃତ, ଶବଦ ତନ୍ମାତ୍ର ହୁଏ ବୁଝ ଦେଇ ଚିତ୍ତ। ତଦନ୍ତ ଶବ୍ଦ ତନ୍ମାତ୍ର ମଧ୍ୟରୁ ଯେ ଜ୍ୟୋତି, ଶବ୍ଦ ଗୁଣ ଆକାଶକୁ ବିଚାର ଉତ୍ପତ୍ତି। ଆକାଶରୁ ହେଲା ସ୍ପର୍ଶ ତନ୍ମାତ୍ର ଜନମ, ତାହାଠାରୁ ବାୟୁ ସୃଷ୍ଟି ହେ ଋଷି ଉତ୍ତମ। ତାପସ ଅହଙ୍କାର ହେ ଆବୋରେ ଆକାଶ, ଆକାଶ ବାୟୁକୁ ଆବୋରନ୍ତି ମୁନୀଶ।
ମହାକାଶ ପବନ ହୋଇଅଛି ଜାତ। ପବନ ଅଗ୍ନି ଅଗ୍ନିରୁ ସଲିଳ ସମ୍ଭୂତ। ସଲିଳରୁ ହେଲା ପୁଣି ଗନ୍ଧ ଉତ୍ପତ୍ତି। ଗନ୍ଧରୁ ଯେ ସକଠିନ ପଦାର୍ଥ ପ୍ରଭୃତି। ଗନ୍ଧ ମାତ୍ରାରୁ ପୃଥିବୀ, ପୃଥିବୀରୁ ଔଷଧି। ଔଷଧିରୁ ଜନମିଲା ଅନ୍ନ ଯଥା ବିଧି। ଜଳ ଆବୃତ ପୃଥିବୀ ଗନ୍ଧ ପୁଣ ଜାର। ଉତ୍ପତ୍ତି ହେଉଅଛି ଏମନ୍ତ ପ୍ରକାର। ତାମସ ଅହଙ୍କାରରୁ ହେ ମୁନି ମୈତ୍ରେୟ। ସୃଜନ ହୋଇଲେ ପଞ୍ଚ ଭୂତ ଜାଣିଥାଅ। ତୈଳସରୁ ହେଲେ 10 ଇନ୍ଦ୍ରିୟ ଜନମ। ଚକ୍ଷୁ କର୍ଣ୍ଣ ତ୍ୱକ ଘ୍ରାଣ ଜିହ୍ୱା ଏ ପଞ୍ଚମ। ଏହି ପାଞ୍ଚଙ୍କର ନାମ ଅଟେ ଜ୍ଞାନେନ୍ଦ୍ରିୟ। ପୁଣି କର୍ମେନ୍ଦ୍ରିୟ 5 ଶୁଣ ହେ ମୈତ୍ରେୟ। ବାକ ପାଣି ପୟର ପାୟୁ ଉପାସ୍ତି ସହିତେ। ପଞ୍ଚ କର୍ମେନ୍ଦ୍ରିୟ ଏହୁ ଅଟନ୍ତି ବିହିତେ। ସାତ୍ୱିକ ଅହଙ୍କାରର ଜାଣ ମୈତ୍ରେୟ। ଦଶେନ୍ଦ୍ରିୟଙ୍କର ଅଧିଷ୍ଠାତା ଯେ ଉଦୟ। ଦିଗ ବାତ ଅର୍କ ପୁଣି ଅଶ୍ୱିନୀ କୁମାର। ଇନ୍ଦ୍ର ତେଜଙ୍କର ବହ୍ନି ପ୍ରଚେତାବର। ପ୍ରଜାପତି ଉପ ଇନ୍ଦ୍ର ମିତ୍ରଙ୍କ ସହିତେ। ଏ 10 ଗୋଟି ଦେବତା ଜନ୍ମିଲେ ଅଦ୍ଭୁତେ। ଏଥୁ ଅନନ୍ତରେ ମୁନି ସାବଧାନେ ଶୁଣ। ମନ ସହ 11 ଇନ୍ଦ୍ରିୟ ପ୍ରମାଣ। ଏମାନଙ୍କ 4 ବୃତ୍ତି ବୁଝ ହେତୁ କରି। ମନ ବୁଦ୍ଧି ଅହଙ୍କାର ଚିତ୍ତ ଏହି 4। ରୁଦ୍ର ଇନ୍ଦ୍ର ବ୍ରହ୍ମ ପୁଣି କ୍ଷେତ୍ରଜ୍ଞ ଏ ଜାଣ। ଏ 4ଙ୍କ ଅଧିଷ୍ଠାତା ଦେବତା ପ୍ରମାଣ। 11 ଇନ୍ଦ୍ରି ମଧ୍ୟେ ଅଟେ ଚକ୍ଷୁ କର୍ଣ୍ଣ। ନାସା ଜିହ୍ୱା ଚର୍ମ ଏହି 5 ଇନ୍ଦ୍ରି ବର୍ଣ୍ଣ। ଜ୍ଞାନେନ୍ଦ୍ରିୟ ବୋଲି ଏହି 5କୁ କହନ୍ତି। ଏହାଙ୍କ ଦ୍ୱାରା କି କାର୍ଯ୍ୟ ହୁଏ ଶୁଣ ଯତି। ଅତଳର କାର୍ଯ୍ୟ ଚକ୍ଷୁ ରୂପ ଗୁଣେ କରେ। କର୍ଣ୍ଣ ଆକାଶ କାର୍ଯ୍ୟକୁ ଆଣେ ଶବଦରେ। ପବନର କାର୍ଯ୍ୟ କରେ ଚର୍ମ ସ୍ପର୍ଶ ଗୁଣେ। ଜିହ୍ୱା ଜଳ କାର୍ଯ୍ୟ କରି ରସ ଗୁଣ ଆଣେ। ପୃଥିବୀ କାର୍ଯ୍ୟକୁ ନାସା ଗନ୍ଧ ଗୁଣେ ବହେ। 5 କର୍ମେନ୍ଦ୍ରିୟଙ୍କର କର୍ମ ଏହି ପ୍ରାୟେ। 5 କର୍ମେନ୍ଦ୍ରିୟଙ୍କର କର୍ମ ଏବେ ଶୁଣ। କହୁଅଛି ଏକ ଏକ କରି ତାଙ୍କ ଗୁଣ। ବଚନ ଯେ କହିବାରେ ବାକିନ୍ଦ୍ରିୟ ଦକ୍ଷ। କୁକଥା ସୁକଥା ଦୁଇ କହିଛି ପ୍ରତ୍ୟକ୍ଷ। ହସ୍ତେନ୍ଦ୍ରିୟ ପଦାର୍ଥାଦି ସରବଧ ରଇ। କରେ ବୋଲି କର ନାମ ଗୋଟିଅଛି ବହି। ପାଦ ବୋଲି ରହିଅଛି ଯେ ଇନ୍ଦ୍ରିୟ ଗୋଟି। ସୁସ୍ଥାନେ କୁସ୍ଥାନେ ଏହା ଯାଉଛି ସେ ଛୁଟି। ଯେ ବଣ ଇନ୍ଦ୍ରିୟ ଗୋଟି ବାୟୁ ନାମେ ଜାଣ। ଶୁକ୍ରମୂତ୍ର ତ୍ୟାଗ କାର୍ଯ୍ୟେ ଅଟେ ସେ ନିପୁଣ। ମଳ ତ୍ୟାଗ ଆଦି କର୍ମ ଉପସ୍ଥି ଇନ୍ଦ୍ରିୟ। ଅନବରତ ନିଯୁକ୍ତି ରହିଛି ମୈତ୍ରେୟ। ଏଥୁ ଅନ୍ତେ ଆନ କଥା ଶୁଣ ଦେଇ ମନ। ଯେହୁ ପୃଥ୍ୱୀ ଜଳ ଅଗ୍ନି ଆକାଶ ପବନ। ପଞ୍ଚଭୂତ ନାମେ ଏହି ମାନେ ଅଭିହିତ। ଉତ୍ତରୋତ୍ତର ଶତାଧି ଗୁଣ ଗୁଣାୟୁତ। ଏମାନେ ଶାନ୍ତ ହେବାରୁ ଘୋର ତଥା ମୂଢ଼। ବିଶେଷରେ ଏହାଙ୍କୁ କହନ୍ତି କରି ଦୃଢ଼। ଦୁଃଖ ସୁଖ ମୋହ ଆଦିଙ୍କର ହେତୁ ହୋଇ। 6 ରୂପେ ପୂର୍ଣ୍ଣତା ଲଭିଣ କର୍ମ ସହି। ହୋଇଅଛି ମନୋହର ଅତ୍ୟନ୍ତ ବିଚିତ୍ର। ଈଶ୍ୱର ନିର୍ମିତ ଏହି
ବ୍ରହ୍ମାଣ୍ଡ ମହତ ଫଳ ଫେନ ପ୍ରାୟ ଜାଣ ଏଭୂତ ସରବ କ୍ରମେ ବୃଦ୍ଧି ପାଇ ହୋଇ ଲେକ ବୟବ ତଦନ୍ତ୍ରେ ଇନ୍ଦ୍ରିୟଙ୍କର ଅଗୋଚର ହରି ବିଷ୍ଣୁ ମାୟା ମହାମାୟା ଆପଣି ବିସ୍ତାରୀ ହିରଣ୍ୟ ଗର୍ଭେ ରୂପକୁ ଧାରଣ ସେ କଲେ ସର୍ବକ୍ଷଣେ ସେହି ଅଣ୍ଡ ମଧ୍ୟରେ ରହିଲେ ସୁମେରୁ ଗିରିଜେ ମହାପର୍ବତ ବୋଲିଣ ଗର୍ଭବେଷ୍ଟନର ଚର୍ମ ତାହାର ପ୍ରମାଣ ଜରାୟୁ ସମାନ ଯେତେ ପର୍ବତ ଆବର ସର୍ବସିନ୍ଧୁ ଗର୍ଭୋଦକ ଜାଣ ତାହାଙ୍କର आहे मैत्रेय जेणु तुम्भे ज्ञानवंत जहा मु कहूछि शुण स्थिर करि चित्त सेहि ब्रह्मांड मध्यु सप्तवत दीप सिंधुगिरी ज्योति आदि अपूर्व माप समस्त भुवन सुर असुर सकल समासम सज्योतिलो कजे कठोळ समग्र जल स्थल जे संग्रहादि जेते एहि विश्व चराचर उद्भव धूते 5 कोटि योजन ब्रह्मांड जे विस्तार शुण एबे आवरण कथाटिए हार 10 गुण परिमित बेष्टित जल रे तदुपरे 10 गुण आवृत अग्नि रे आकाश जे तार चौ कति 10 गुण आवृत होइए रूपे सुप्रकाश जान तामस अहंकारे जे ता चतुर्दिगरे आवरण होई अछि एका निरंतरे एही परि आचंबिते चौपति तार महतत्व पृथिव्यादि आहे जतिवर महतत्व चतुर्दिगे सर्वदा शोभई अव्यक्त महतत्वକୁ केवनि पारई प्रकृतिर आवरणे रहिछि सतत ए सकल गुण कथा जान सुनिश्चित नारिकेल बीज बह्य दलावृत जेह्ने ब्रह्मांड सप्त प्राकृते बेष्टित तेसने जेउ परि नारिकेल फलर भीतर बीज आवरण थाए अत्यंत सूक्ष्मर तेसने ब्रह्मांड तेज जल जे आकाश पृथ्वी पवन आदि महत्व प्रकाश प्रकृति प्रवृत्ति करी ए 7 प्रकार बेष्टित से आवरणे अति चमत्कार अनंतर विश्वम्बर विष्णु भावग्राही जगतर अभ्यंतरे से केवल कही स्थावर जंगम आदि सृष्टि जे समस्त सृजिबारे आदि मूल हुअन्ति प्रवृत्त पुणी से श्रीहरि धरी विष्णु कलेबर प्रतिपालन करती अखिल संसार आवर जे सेहि हरि बाल रूप धरी कल्पांत काले आपणा तेज को विस्तारी एका बेले सर्व सृष्टि संहार करती तिनि कार्य हेतु तिनि रूप से धरती सेहि ब्रह्मा सनातन स्वयं नारायण करती सृष्टि पालन पुणी संहारण जेहेतु सबुरी भूत होइन श्रीधर नाम बहिछन्ति विष्णु ब्रह्मा महेश्वर जगत मध्यरे होई एहि तिनि मूर्ति हरस चित्तरे सर्व कार्य को करती एहा मात्र अंतर्गते बुझ हे मैत्रेय जेउ विष्णु भगवान देवलीलामय सृजन पालन संहारणर कारण सकलंक हर्ता कर्ता
ଏକା ସେହି ଜାଣ। ଅବ୍ୟୟ ବୋଲିଣ ବେଦ ମଧ୍ୟରେ ବର୍ଣ୍ଣିତ ହୋଇଛନ୍ତି ହେ ମୈତ୍ରେୟ ଶୁଣ ଦେଇ ଚିତ୍ତ। କି ବନେଇବି ତାହାଙ୍କର ମହିମା ମୋହିନ ଶରଣ ମାଗଇ କ୍ଷେତ୍ର ମୋହନ ଜ୍ଞାନ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ପ୍ରଥମ ଖଣ୍ଡେ ସୃଷ୍ଟି ପ୍ରକ୍ରିୟା ବର୍ଣ୍ଣନମ୍ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ସୃଷ୍ଟି ବିଷୟରେ ସନ୍ଦେହ ନିରାକରଣ ଓ ସୃଷ୍ଟିକାରିଣୀ ବହୁ ଶକ୍ତି ବିବରଣୀ ଏବଂ ବ୍ରହ୍ମା ପରାଶର କଥନ। ମୈତ୍ରେୟ ଉବାଚ ପରାଶରଙ୍କ ମୁଖରୁ ସିଦ୍ଧାନ୍ତ ବଚନ ଶୁଣି ପୁଛିଲେ ମୈତ୍ରେୟ କରି ବହୁ ମାନ୍ୟ। ଭୋଗୁରୁ ଯେବଣ କଥା କହିଲ ହେ ମତେ ଏଥିରେ ସଂଶୟ କିମ୍ପା ଲାଗୁଛି ମୋ ଚିତ୍ତେ। ଯେ ବିଷ୍ଣୁ ନିର୍ଗୁଣ ବ୍ରହ୍ମା ସଦା ଅପ୍ରମେୟ ରାଗାଦି ଶୂନ୍ୟ ବିପଦ ଯେଉଁ ଦୟାମୟ। ତାଙ୍କ ଇଚ୍ଛା ମତେ ସୃଷ୍ଟି ହେବାରୁ ସୋଜନ କି ରୂପେ ସମ୍ଭବେ ତେଣୁ ସନ୍ଦେହ ମୋଚନ। ପରାଶର ଉବାଚ ସନ୍ତୋଷ ହୋଇଣ ପରା ଶରତ ପବନ୍ତ ମୈତ୍ରେୟଙ୍କ ମୁଖ ଚାହିଁ ବୋଇଲେ ମନ୍ତ। ଯାହା ପୁଛା କଲୁ ବତ୍ସ ଶୁଣ ସେ କଥନ ସଂଶୟ ମେଣ୍ଟାଇ ମୁହିଁ କରୁଛି ବର୍ଣ୍ଣନ। ବିଷ୍ଣୁଙ୍କ ଚିନ୍ତ୍ୟ ଶକ୍ତି ଅଗୋଚର ବୁଦ୍ଧି ଅଲୌକିକ ଚରିତ୍ର ସେ କରୁଣା ବାରିଧି। ଯେ ସନେ ଅନଳ ପ୍ରଭା ଅତି ଦୀପ୍ତିମାନ ତେସନେ ଈଶ୍ୱରଙ୍କର ତେଜ ବଳିୟାନ। ତାହାଙ୍କ ସୃଜନ କାର୍ଯ୍ୟ ଅତୀତ ଜ୍ଞାନର ଅଦ୍ଭୁତ ଲୀଳା ତାଙ୍କର ଆହେ ମୁନିବର। ଧୀର ସ୍ଥିର ମନେ ଶୁଣ ତାହାଙ୍କ କାହାଣୀ ଯେ ବଣ ରୂପେ ଶ୍ରୀହରି ଶଙ୍ଖ ଚକ୍ର ପାଣି। ସୃଷ୍ଟି କାର୍ଯ୍ୟ ହୋଇଲେ କ ନିଜେ ଅନୁବ୍ରତି ତାହା ବୁଝାଇ କହୁଛି ମୁହିଁ ତୁମ୍ଭ କତି। ସେ ହରି ସ୍ୱରୂପ ଯେଉଁ ବ୍ରହ୍ମା ପଦ୍ମାସନ ସ୍ୱୟଂ ଇଚ୍ଛା ଅନୁସାରେ ହେଲେ ଉଦ୍ଭାବନ। କ୍ରମେ ତାହାଙ୍କର ଦିନ ସଂଖ୍ୟା ଅନୁସାରେ ସତେକ ବରଷ ଆୟୁ ଧାର୍ଯ୍ୟ ନିୟମରେ। ହରିଙ୍କର କାଳ ରୂପ ରୂପାନ୍ତର କଥା ଆଗେ ତାହା କହୁଅଛି ଜାଣିଛ ସର୍ବଥା। ସେହି କାଳ ଦ୍ୱାରା ଜାଣ ବ୍ରହ୍ମାର ସୃଜିତ ପୃଥ୍ୱୀ ଆଦି ସର୍ବଜନ୍ତୁ ଗିରି ହସ୍ତିବତ ସ୍ଥାବର ଜଙ୍ଗମଚୟ ସାଗର ଇତ୍ୟାଦି। କ୍ଷଣ ମୁହୂର୍ତ୍ତାଦି କରି ସମୟ ଯେ ସିଦ୍ଧି ତାହାର ବିଭାଗ କଥା କହୁଅଛି ଶୁଣ। ନିଃସଂଶୟ ଚିତ୍ତେ ତୁମ୍ଭେ କର ହେ ଶ୍ରବଣ। ଥରେ ମାତ୍ର ନେତ୍ର ବେନି କଲେ କମୁଦ୍ରିତ ଯେତିକି ସମୟ ହୁଏ ବୁଝ ଆରେ ତାତ। ନିମେଷ ବୋଲି ତାହାର ନାମ ଯେ ଅଟଇ ପଞ୍ଚଦଶ ନିମେଷରେ କାଷ୍ଠାଏ ହୁଅଇ। 30 କାଷ୍ଠାରେ ହୁଏ ଏକ କଳା ଜାଣ। ସମୟର ଖେଳା ଏବେ ମନ ଦେଇ ଶୁଣ। 30 କାଳରେ ଏକ ଘଡ଼ି ଯେ ହୁଅଇ 2 ଘଡ଼ିରେ ମୁହୂର୍ତ୍ତେକ ପ୍ରମାଣ ଅଛଇ। 30 ମୁହୂର୍ତ୍ତରେ ଯେ ମାନବ ଲୋକର ଏକ ଅହୋରାତ୍ର ହୁଏ ମନେ ହେତୁ କର। 30 ଅହୋରାତ୍ର
ଏକ ପକ୍ଷ ହୋଇ ଶୁକ୍ଳ ପକ୍ଷ ବେନି ପକ୍ଷ ମାସେ କହୁଅଇ ଷଡ଼ ମାସରେ ଏକ ଯେ ଅୟନ ବୋଲାଏ ବେନି ପ୍ରକାର ଅୟନ ଶାସ୍ତ୍ର ମଧ୍ୟ କହେ ଦକ୍ଷିଣ ଅୟନ ପୁଣି ଉତ୍ତର ଅୟନ ବେନି ଅୟନେ ସମ୍ପୂର୍ଣ୍ଣ ବର୍ଷେକ ପ୍ରମାଣ ଦେବ ମତେ ବରଷକ ଅହୋରାତ୍ର ହୁଏ ଉତ୍ତରାୟଣ ଯେ ଦେବ ଦିବସ ବୋଲାଏ ଦକ୍ଷିଣାୟନ ଦେବଙ୍କ ରାତ୍ରି ଯେ ଅଟଇ ଏହି ରୂପେ ଦିବା ରାତ୍ରି ଗଣନା ହୁଅଇ ଦେବତାଙ୍କ 12,000 ବର୍ଷ ଗତେ ପୂର୍ଣ୍ଣ ହୁଏ 4 ଯୁଗ ବେଦ ଶାସ୍ତ୍ର ମତେ ତହିଁର ବିଭାଗ ଏବେ ଶୁଣ ମନ ଦେଇ ସେ କାଳେ ପଣ୍ଡିତ ଗଣ ବୁଦ୍ଧି ଅନୁଯାୟୀ କରିଅଛନ୍ତି ଯେ ବଣ ସିଦ୍ଧାନ୍ତ ବିଚାରି କହୁଅଛି ତୁମ୍ଭ ଆଗେ ଆହେ ତ ପଚାରି ତାଙ୍କ ଭକ୍ତି ଦିବ୍ୟ 4,000 ବର୍ଷରେ ପୂର୍ଣ୍ଣ ହୁଏ ସତ୍ୟ ଯୁଗ ନିଖିଳ ସଂସାରେ 3,000 ବରଷେ ତ୍ରେତା ଯୁଗ ଶେଷ ଦ୍ୱାପର ଯୁଗ ଯେ ଶେଷ ସହସ୍ର ବରଷ 1,000 ବରଷ କଳି ଯୁଗ ପୂର୍ଣ୍ଣ ବିଶେଷ କରିଣ କହିଛନ୍ତି ବୁଦ୍ଧଗଣ କାଳ ନିରୂପଣ ଦେବ ମତେ ହି ପରି ଆବର କଥାଏ ତୁମ୍ଭେ ଶୁଣ ଶ୍ରୁତି ଡେରି ଦିବ୍ୟ 1,000 ଯେ ବତ୍ସାର ଗଣନା 4 ଯୁଗ ପୂର୍ବ ସନ୍ଧ୍ୟା ହୁଏ ଜାଣ ସିନା 1,000 ବର୍ଷେ ପୁଣି ସେହି ସନ୍ଧ୍ୟା ହୁଏ ପୂର୍ବ ସନ୍ଧ୍ୟା ଶେଷ ସନ୍ଧ୍ୟା ଅଟେ ଉଭୟେ ଆହେ ଋଷି ଏହି ବେନି ସନ୍ଧ୍ୟା ମଧ୍ୟ ମିଳି ସତ୍ୟ ତ୍ରେତୟା ଦ୍ୱାପର ପୁଣି ଆଉ କଳି 4 ଯୁଗ ଯାକ ଶେଷ ହୁଇଟି ଜାଣ ଏ ସାର ବଚନ ସର୍ବ ସିଦ୍ଧାନ୍ତ ପ୍ରମାଣ ତହିଁରେ ହିରଣ୍ୟ ଗର୍ଭଙ୍କର 1 ଦିନ ସେହି ଦିନକର କଥା ଅଧିକ କଥନ ସେ 1 ଦିନରେ 14 ମନ୍ୱନ୍ତର ବୁଦ୍ଧିର କୌଶଳେ ବାବୁ ବୁଝି କର ସ୍ଥିର ଶୁଣ ଏବେ ଆନ କଥା କହୁଅଛି ମୁହିଁ ମନୁଙ୍କ ଯେ କାଳଗତ ସଂସାରେ ହୁଅଇ 1 ମନୁ ଅଧିକାର କାଳ ନିରୂପଣ କହୁଛି ମୁଁ ସେହି କଥା ମନ ଦେଇ ଶୁଣ ସରୁଷି ଇନ୍ଦ୍ର ଆଦି ଦେବଗଣ ଯେ ଯେତେ ମନୁ ଆଉ ରାଜ ଋଷି ବିଜ୍ଞାନୀ ସମସ୍ତେ ଶେଷ କଳ ଜାଣ 1 ସମୟ ମଧ୍ୟରେ ସୃଜିତ ହୋଇଥାନ୍ତି ବିଧି ବିଧାନରେ ଅଧିକାରହୀନ 1 ସମୟରେ ହୁଅନ୍ତି ଲୟ ପ୍ରାପ୍ତ ହୋଇ ସର୍ବ କାର୍ଯ୍ୟାଧୀନେ ଥାନ୍ତି 71 ଚତୁର୍ଯୁଗେ 1 ମନ୍ୱନ୍ତର ଏହି ମଧ୍ୟେ ମନୁ ଇନ୍ଦ୍ର ଋଷି ମହୋତ୍ତର ନାନା ଖେଳ ନାନା ରୂପେ କରନ୍ତି ନିଶ୍ଚୟ ତାଙ୍କର ଏ ଅଧିକାର ହୁଏ ସେ ସମୟେ ଏ ଉତ୍ତାରୁଆନ କଥା ଶୁଣରେ ତନୟ ଯହିଁରେ ସତତ ଜ୍ଞାନ ଉପାର୍ଜନ ହୁଏ
ଦେବମାନଙ୍କର 8,00,000 ବର୍ଷ ଧରି 1,00,000 ବର୍ଷ ଆଦି କରି ଏହି କାଳ ମଧ୍ୟରେ ସେ ଅଧିକ ସମୟ ହୋଇଥାଏ ମନନ୍ତର ବୁଝ ସୁନିଶ୍ଚୟ। ନରଙ୍କ 30,000,000,000 7,00,000,000 ନିୟତ ବଂଶ 1,000 ବର୍ଷେ ଆକସ୍ମିକ ଏମନନ୍ତର ହୁଏ ଯେ ସାର କରି ଘେନ ବେଦ ଶାସ୍ତ୍ର ମତେ ଏହା ରହିଛି ପ୍ରମାଣ। ଏ ବିଧିରେ 14 ମନନ୍ତର କାଳେ ବ୍ରହ୍ମାଙ୍କର 1 ଦିନେ ହୁଏ ଶୟଳେ। ଏ ଉତ୍ତାରେ ସ୍ୱୟଂ ବ୍ରହ୍ମା ଅନନ୍ତ ଶଯ୍ୟାରେ ଶୟନ କରନ୍ତି ବ୍ରହ୍ମା ପ୍ରଳୟ କାଳରେ। ଯେତେବେଳେ ହୁଏ ତାଙ୍କ ରଜନୀ ପ୍ରଭାତ ଶଯ୍ୟା ତ୍ୟାଗ କରି ଉଠି ପଡ଼ନ୍ତି ତୁରିତ ପୁନର୍ବାର ସୃଷ୍ଟି କାର୍ଯ୍ୟେ ମନ ନିବେଶନ୍ତି। ଇଚ୍ଛାରେ ବିବିଧ ସୃଷ୍ଟି ହରସେ କରନ୍ତି। ଏ ବିଧିରେ ବ୍ରହ୍ମାଙ୍କର 30 ଦିବସେ 1 ମାସ ପୂର୍ଣ୍ଣ ହୁଏ ବୁଝ ହେ ମାନସେ। ଏ ରୂପେ 12 ମାସେ ବର୍ଷେକ ତାଙ୍କର 7 ବରଷ ପୁଣି ହୋଇଗଲେ ପାର। ବ୍ରହ୍ମାଙ୍କର ପୂର୍ଣ୍ଣ ଆୟୁ ହୋଇଯାଏ ଶେଷ। ଏ ଯେ ବ୍ରହ୍ମାଙ୍କ ପ୍ରଥମ ପରାର୍ଦ୍ଧ ବରଷ ଏହା ଅବସାନ କାଳ ହୋଇଲେ ନିଦାନ। ପଦ୍ମ ନାମେ ମହାକଳ୍ପ ହୁଏ ଅବସାନ। ସେହି ବ୍ରହ୍ମାଙ୍କର ଏବେ ଦ୍ୱିତୀୟ ପରାର୍ଦ୍ଧେ ପ୍ରଥମ ଦିନ ଚରିତ ବୁଝ ହୃଦ ମଧ୍ୟେ। ବରାହ କଳ୍ପ ବୋଲିଣ ନାମ 1 ଅଛି। ଏହା ସବୁ ନିଜ ମନେ ବୁଝ ଆହେ ବଛି। ଯାହା କହିଲଇ ମୁହିଁ ସାରସ୍ୱତ କଥା ଶ୍ରବଣ ମାତ୍ରକେ ଘୁଞ୍ଚି ଜୀବ ମନୁ ବ୍ୟଥା। ଆହେ ପ୍ରଭୁ ଜଗନ୍ନାଥ ପତିତ ପାବନ ଅଧମ କ୍ଷେତ୍ର ମୋହନେ ଦିଅ ଦିବ୍ୟ ଜ୍ଞାନ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ 2ୟ ଖଣ୍ଡେ ସୃଷ୍ଟିକାରିଣୀ ବିଷ୍ଣୁ ଶକ୍ତି ବିଚରଣେ ନାମ। ଇତି ଶ୍ରୀ ମହାବିଷ୍ଣୁ ପୁରାଣ 2ୟ ଖଣ୍ଡେ ସୃଷ୍ଟିକାରିଣୀ ବିଷ୍ଣୁ ଶକ୍ତି ବିବରଣେ ଏବଂ ବ୍ରହ୍ମା ପରମାୟୁ କଥନେ ନାମ 3ୟ ଅଧ୍ୟାୟ।